କଥାରେ ଅଛି, ପୁଅ ଯଦି ମା ଆଖିର ଲୁହ ନ ପୋଛିବ ସ୍ତ୍ରୀ କଥାରେ ପଡ଼ି ମା ଧ୍ୟାନ ନ ରଖିବ ତେବେ କ'ଣ ହେବ? ମଣିଷ ବି ଲାଜରେ ମୁଣ୍ଡ ତଳକୁ କରିଦେବେ ଏମିତି କଥାକୁ ଶୁଣିକି। କଟକ ସହରର ଗୋଟେ କୋଣରେ ପୁରୁଣା ଗଳିର ସାଧାରଣ ଭଡ଼ା ଘରେ ରହୁଥିଲେ ସାବିତ୍ରୀ ଦେବୀ। ବୟସର ସୀମା ବହୁତ ହୋଇଯାଇଥାଏ। ନିଜ କାମ ନିଜେ କରିବା ବହୁତ କଷ୍ଟ ହୋଇଯାଉଥାଏ। କିନ୍ତୁ ଆଖିରେ ଏବେ ବି ପୁଅ ପାଇଁ ବହୁତ ସ୍ନେହ ପ୍ରେମ ତାଙ୍କ ମୁହଁରେ ଝଲକୁଥିଲା। ସ୍ୱାମୀଙ୍କର ସାୟା ବହୁତ ଦିନ ଆଗରୁ ତାଙ୍କ ମୁଣ୍ଡ ଉପରୁ ଉଠି ଯାଇଥିଲା। କେବଳ ଜଣେ ମାତ୍ର ତାଙ୍କର ସାହା ଭରସା ଥିଲେ ତାଙ୍କ ପୁଅ ଅମିତ। ଅମିତକୁ ତାଙ୍କର ସବୁ ଇଚ୍ଛାର ପୂରଣ କରି ବଡ଼ କରିଥିଲେ। କେବେ ବି ନିଜ ପାଇଁ ନୂଆ ଶାଢ଼ୀ ଖଣ୍ଡେ କିଣନ୍ତିନି। ନିଜ ଇଚ୍ଛାକୁ ମାରିଦିଅନ୍ତି ପୁଅର ଖୁସି ପାଇଁ, ପୁଅକୁ ବଡ଼ ମଣିଷ କରିବା ପାଇଁ। ସେ ଗଳିର ସବୁ ଲୋକ କହୁଥିଲେ ସାବିତ୍ରୀ ତା ପୁଅ ପାଇଁ ନିଜ ଜୀବନ ଦେଇଦେବ। ଆଉ ସତ କଥା ବି ଏଇଆ ଥିଲା। ବର୍ଷ ବର୍ଷର ପରିଶ୍ରମ ବଳିଦାନ ପରେ ଅମିତ ଗୋଟେ ଭଲ ଚାକିରି କରିଲେ। ତାପରେ ଅମିତଙ୍କର ବାହାଘର ହୋଇଗଲା। ଘରକୁ ନୂଆ ବୋହୂ ରୀନା ଆସିଲେ। ଆରମ୍ଭରେ ସାବିତ୍ରୀ ଦେବୀଙ୍କୁ ଲାଗୁଥିଲା ଏବେ ମୋ ଘର ହସ ଖୁସିରେ ଭରିଯିବ। ବୋହୂ ଆସିବାର ତାଙ୍କର ଏକାପଣ ଦୂର ହୋଇଯିବ। ଆଉ ବୋଧେ ତାଙ୍କ ପୁଅ ବି ତାଙ୍କୁ ଅଧିକ ସମ୍ଭାଳିବେ, ତାଙ୍କର ଅଧିକ ଧ୍ୟାନ ରଖିବେ। କିନ୍ତୁ ସତ ଆଉ କିଛି ହେଲା ଏକଦମ ଓଲଟା। ରୀନା ପଢ଼ାଶୁଣା ଆଧୁନିକ ଭାବନାର ପିଲା ଥିଲେ। ତାଙ୍କ ମନରେ ତାଙ୍କ ଶାଶୁଙ୍କ ପାଇଁ କେବେ ବି ସମ୍ମାନ ଆସିନଥିଲା। ଯାହା ଆଶା ସାବିତ୍ରୀ ଦେବୀ ମନରେ କରି ବସିଥିଲେ। ଧୀରେ ଧୀରେ ଘରର ପରିସ୍ଥିତି ବଦଳିବାକୁ ଲାଗିଲା। ଅମିତର ଧ୍ୟାନ ଏବେ ମାଆଙ୍କ ଠାରୁ ରୀନାର କଥା ଉପରେ ଅଧିକ ରହିଲା। ମାଆଙ୍କ ଛୋଟ କଥା ବି ଅମିତକୁ ବହୁତ ବଡ଼ ଲାଗୁଥିଲା। ଆଉ ରୀନାଙ୍କ ସବୁ କଥା ତାଙ୍କ ପାଇଁ ଆଦେଶ ଭଳି ଥିଲା। ଦିନ ପରେ ଦିନ ବିତିବାକୁ ଲାଗିଲା। ସାବିତ୍ରୀଙ୍କ ବୟସ ଆଉ ରୋଗ ଦୁଇଟା ଯାକ ବଢ଼ିବାକୁ ଲାଗିଲା। ତାଙ୍କୁ ସବୁବେଳେ କାଶ ଲାଗି ରହୁଥିଲା, ପାଦରେ ଦରଜ ଆଉ ଆଖିରେ ଠିକ୍ ସେ ଦେଖାଯାଉନଥାଏ। ଡକ୍ଟର କହିଥିଲେ ତାଙ୍କୁ ନିୟମିତ ଔଷଧ ଆରାମ କରିବା ଦରକାର। କିନ୍ତୁ ସେ ଯେବେ ବି ଔଷଧ ପାଇଁ କହୁଥିଲେ ଅମିତ ଶୁଣୁନଥିଲେ। ପଇସାର ବହୁତ ଅସୁବିଧା ଚାଲିଛି, ଆର ମାସରେ ଆଣିଦେବି। ଆଉ ପୁଣି ରୀନା ବି କହୁଥିଲେ ସବୁବେଳେ ଔଷଧ ଘରେ କ'ଣ ମେସିନ୍ ଅଛି ନା କ'ଣ ପଇସା ଛାପିବାର? ସାବିତ୍ରୀ ଦେବୀ ଚୁପ୍ ହୋଇଯାଆନ୍ତି। ତାଙ୍କ ମନ ଜାଣିଥିଲା ପୁଅ ଯଦି ଚାହିଁବ ଆଜି ବି ଔଷଧ ଆଣିଦେଇ ପାରିବ। କିନ୍ତୁ ବୋହୂର କଥାରେ ପଡ଼ି ପୁଅ ଔଷଧ ଆଣି ଦେଉନି। ମାଆର କଷ୍ଟ ତାକୁ ଦେଖାଯାଉନି। ଗୋଟେ ଦିନର କଥା, ସାବିତ୍ରୀ ଦେବୀଙ୍କୁ ବହୁ ଜୋରରେ ଜ୍ୱର ହୋଇଥାଏ। ତାଙ୍କ ତଣ୍ଟି ଶୁଖି ଯାଉଥାଏ ଆଉ ତାଙ୍କ ଦେହ ହାତ ଥରୁଥାଏ। ସେ ଧୀର ସ୍ୱରରେ କହିଲେ ଅମିତ, ମୋ ପୁଅ ଔଷଧ ସରିଯାଇଛି, ଟିକେ ଆଣିଦେ। ଅମିତ ଅଫିସରୁ ଫେରି ଟିଭି ଦେଖୁଥିଲେ। ସେ ମାଆଙ୍କ ଆଡ଼କୁ ଚାହିଁଲେ ବି ନାହିଁ। ରୀନା ସାଙ୍ଗେ ସାଙ୍ଗେ ଆସି ପାଖରେ ବସିଗଲେ ଆଉ କହିଲେ ଅମିତ, ମାଆଙ୍କୁ ଏତେ ମୁଣ୍ଡ ଉପରେ ଚଢ଼ାଅନି। ଦିନ ପରେ ଦିନ ଔଷଧ ଦରକାର। ଏମିତି ତ କେବେ ବି ସରିବନି ଏଭଳି ବାହାନା। ଅମିତ ଚ୍ୟାନେଲ ବଦଳଉ ମୁଣ୍ଡ ହଲେଇଲେ ଆଉ କହିଲେ ହଁ ମା, ଏବେ ବି ଆଣିପାରିବିନି। ସାବିତ୍ରୀଙ୍କ ମନ ଭାଙ୍ଗିଗଲା। ସେ ଆଖି ବନ୍ଦ କରିଦେଲେ। ତାଙ୍କ ଦେହରୁ ଝାଳ ବହୁଥାଏ। କିନ୍ତୁ ପୁଅ ଗୋଟେ ଥର ବି ଉଠିକି ମାଆର ମୁଣ୍ଡ ଛୁଇଁ ଦେଖିଲେନି। ସେ ସମୟରେ ତାଙ୍କୁ ଲାଗିଲା ଏ ଘରରେ ତାଙ୍କର ଯେମିତି ଆଉ କେହି ନାହାନ୍ତି। ରାତି ଅଧିକ ହୋଇଗଲାଣି। ବାହାରେ ଅଳ୍ପ ଅଳ୍ପ ବର୍ଷା ବି ଆରମ୍ଭ ହୋଇଯାଇଥାଏ। ତାଙ୍କ ରୁମ୍ର କଣରେ ପଡ଼ି ରହିଥିବା କାଠ ଆଲମାରିରୁ ଟୋପା ଟୋପା ହୋଇ ପଡ଼ୁଥିବା ପାଣି ତାଙ୍କ ଜୀବନ ପରି ଧୀରେ ଧୀରେ ପଡ଼ୁଥାଏ। ସାବିତ୍ରୀ ଦେବୀ ବିଛଣାରେ ଶୋଇଥିଲେ ଆଉ ପାଖରେ ରଖିଥିବା ଖାଲି ଡବାକୁ ଉଣ୍ଡାଳୁଥିଲେ। କେବେ ସେ ଡବାରେ ଔଷଧ ଭରି ହୋଇ ରହୁଥିଲା। ତାଙ୍କ ଆଖିରୁ ଲୁହ ଧାର ଧାର ହୋଇ ବୋହିଯାଉଥାଏ। ସେ ଲୁହ ତଳେ ଭୂମି ଉପରେ ପଡ଼ୁଥାଏ, ଯେମିତି କାହାକୁ ଡାକୁଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା, ପୁଅ ସେଇ ଘରେ ଉପସ୍ଥିତ ଥିଲେ। ଫେର ବି ତାଙ୍କୁ ଅଣଦେଖା କରିଦେଲେ। ଟିଭିର ଲାଇଟ୍ରେ ତାଙ୍କ ଚେହେରା ସଫା ସଫା ଦେଖାଯାଉଥାଏ। କାନରେ ହେଡ଼ଫୋନ୍, ଆଖିରେ ମୋବାଇଲ ସ୍କ୍ରିନ୍ର ଚମକ। କିନ୍ତୁ ତାଙ୍କ ଅସ୍ତବ୍ୟସ୍ତତାର ଆବାଜ ତାଙ୍କୁ କିଛି ବି ଫରକ ପକାଉନଥିଲା। ବର୍ଷା ପାଣିର ବୁନ୍ଦା ଝରକାରୁ ପଡ଼ୁଥାଏ ଆଉ ରୁମ୍ରେ ବର୍ଷା ପାଣିରେ ଓଦା ହୋଇଗଲାଣି। ସାବିତ୍ରୀ ଦେବୀ ବିଛଣାରେ ଶୋଇ ଶୋଇ ତାଙ୍କ ଆଡ଼କୁ ଦେଖୁଥିଲେ। ତାଙ୍କ ଛାତିରେ ବହୁତ କଷ୍ଟ ହେଉଥାଏ। କାଶ ବନ୍ଦ ହେବାକୁ ନାଁ ହିଁ ନେଉନଥାଏ। ଆଖି ବାର ବାର ବନ୍ଦ ହୋଇଯାଉଥାଏ। କିନ୍ତୁ ଔଷଧ ନ ଖାଇବା କାରଣରୁ
ତାଙ୍କ ଶରୀର ଅଧିକରୁ ଅଧିକ କମଜୋର ହେବାକୁ ଲାଗିଥାଏ। ତା ପରଦିନ ସକାଳେ ଗାଁ ପଡ଼ୋଶୀ ଘର ସୁଶୀଳା କ୍ଷୀର ନେଇକି ଆସିଥାନ୍ତି। କହିଲେ, ଭାଉଜ କ୍ଷୀର ନେଇକି ଆସିଛି। ସେ ଦେଖିଲେ କି ସାବିତ୍ରୀ ଦେବୀଙ୍କ ଦେହ ହଳଦିଆ ପଡ଼ିଗଲାଣି। ସେ ଚିନ୍ତିତ ହୋଇ କହିଲେ, ଆରେ ବୋହୂ, ସାବିତ୍ରୀ ଭାଉଜଙ୍କ ଦେହ ତ ହଳଦିଆ ପଡ଼ିଗଲାଣି। ଏମିତି ଲାଗୁଛି ସେ ଶେଷ ନିଶ୍ୱାସ ନେଉଛନ୍ତି। ୟାଙ୍କୁ ଡକ୍ଟର ପାଖକୁ ନେଇକି ଯାଅ, ଔଷଧ ଖୁଆଅ। ରୀନା ମିଛମିଛିକା ହସିକି କହିଲେ, କାକି ତମେ ତ ଜାଣିଥିବ ବୟସ ହୋଇଗଲାଣି, ଯାବତ ରୋଗ ମାଡ଼ି ଆସୁଛି, ସବୁ ଠିକ୍ ହୋଇଯିବ। ସୁଶୀଳା କାକି ସାବିତ୍ରୀ ଦେବୀଙ୍କ ଆଖିକୁ ଦେଖିଲେ। ତାଙ୍କ ଆଖିରେ ବହୁତ ଯନ୍ତ୍ରଣା ଥିଲା, ଆଉ କାହିଁ କେତେ ପ୍ରଶ୍ନ। କ'ଣ ମୋ ପୁଅ ମୋତେ ବଞ୍ଚେଇବ? ସୁଶୀଳା ସାବିତ୍ରୀ ଦେବୀଙ୍କ ହାତକୁ ଧୀରେକି ଧରିଲେ। ଭାଉଜ ସାହସ ରଖ, ଭଗବାନ ସବୁ ଠିକ୍ କରିଦେବେ। କିନ୍ତୁ ସେ ଯାଉ ଯାଉ ଭାବୁଥିଲେ, କି ପୁଅ ଥାଉ ଥାଉ ବି ମା ଏମିତି ଅବସ୍ଥାରେ କ'ଣ ପାଇଁ? ସେଦିନ ସନ୍ଧ୍ୟାରେ ସାବିତ୍ରୀ ଦେବୀ ହିମ୍ମତ କରି ଧୀରେ ଧୀରେ ଉଠିଲେ। ଉଠିକି ତାଙ୍କ ପୁଅର ରୁମ୍କୁ ଗଲେ। ଯାଇ ଦେଖିଲେ ଅମିତ ଲାପଟପ୍ରେ କାମ କରୁଥିଲେ। ମା ଥରୁଥିବା ହାତରେ ପୁଅର କାନ୍ଧ ଉପରେ ହାତ ରଖିଲେ। କହିଲେ, ପୁଅ, ମୋତେ ଲାଗୁଛି ମୋ ଶରୀର ମୋର ଆଉ ସାଥ ଦେଉନି। ଟିକେ ଯା ଔଷଧ ଆଣିଦେ। ବାସ୍ ଏତିକି ମୋ ପାଇଁ ଗୁହାରି ଶୁଣୁ। ଅମିତ ମାଙ୍କ ଆଡ଼କୁ ଦେଖିଲେ। ଠିକ୍ ସେତିକି ବେଳେ ରୀନା ପଛରୁ ଡାକିଲେ, ଅମିତ ବାହାରୁ ରାତିର ଖାଇବା ବି ନେଇ ଆସିବ। ଆଉ ହଁ, ମାଙ୍କୁ ଏତେ ମୁଣ୍ଡ ଉପରେ ଚଢ଼ାଅନି। ଏ ତ ସବୁବେଳେ ଗୋଟିଏ ନାଟକ କରୁଛନ୍ତି। ଅମିତର ଚେହେରା କଠୋର ହୋଇଗଲା। ସେ ମାଙ୍କ ହାତ ଛିଞ୍ଚାଡ଼ି ଦେଲେ ଆଉ କହିଲେ, ମା ଦୟାକରି ସବୁବେଳେ ଔଷଧ ଔଷଧ କହନି ମୋତେ। ଜମା ଟେନସନ୍ ଦେନା। ମୁଁ ପ୍ରଥମରୁ ହିଁ ବହୁତ ଟେନସନ୍ରେ ଅଛି। ସାବିତ୍ରୀ ଦେବୀ ସେହି କବାଟ ପାଖରେ ଛିଡ଼ା ହୋଇଥାନ୍ତି। ତାଙ୍କ ଆଖିରୁ ଲୁହ ଝରି ଯାଉଥାଏ। ସେ ବୁଝିଗଲେ ଏବେ ପୁଅ ଆଉ ତାଙ୍କର ହେଇକି ନାହିଁ। ସେ କେବଳ ବୋହୂର କଥା ମାନୁଛି। ରାତିରେ ଯେତେବେଳେ କାଶ ଆଉ ଜମା ବନ୍ଦ ହେଲାନି, ସେତେବେଳେ ପାଖ ପଡ଼ୋଶୀଙ୍କୁ କାଶର ଶବ୍ଦ ଶୁଭିଲା। ସୁଶୀଳା ଦୌଡ଼ି ଦୌଡ଼ିକି ଆସିଲେ ଆଉ କହିଲେ, ଭାଉଜ ଚାଲ, ମୁଁ ତୁମକୁ ଡାକ୍ତରଖାନା ନେଇକି ଯିବି। କିନ୍ତୁ ରୀନା କବାଟ ବନ୍ଦ କରିଦେଲା ଆଉ କହିଲା, ନା କାକି, ତୁମକୁ ମଝିରେ ଆସିବା ପାଇଁ କିଛି ଦରକାର ନାହିଁ। ଆମେ ନିଜେ ବୁଝିବୁ କ'ଣ ହେଇଛି। ସୁଶୀଳା କହିଲେ, ବୁଝିବ ନା ମାରିବ? ରାଗରେ କହିଲେ। ତାଙ୍କ ଆବାଜ ଶୁଣିକି ଗାଁର ଆଉ ଲୋକମାନେ ମଧ୍ୟ ଏକାଠି ହୋଇଗଲେ। ସମସ୍ତେ ଏବେ ବୁଝିପାରୁଥିଲେ କି ୟାଙ୍କ ଘରେ କିଛି ଠିକ୍ ଠାକ୍ ଚାଲିନି। ଜଣେ ବୁଢ଼ୀ ଲୋକ କହିଲେ, ଆରେ ଅମିତ ବେଟା, ତୋ ମା ତତେ ବଡ଼ କରିବା ପାଇଁ କେତେ ପରିଶ୍ରମ ନ କରିଛି କ'ଣ ଏଇ ଦିନ ଦେଖିବେ ବୋଲି? କିନ୍ତୁ ଅମିତ କାହା କଥାକୁ ଶୁଣିଲେନି, ଯେମିତି କାହାରି କଥା ତାଙ୍କୁ ଶୁଭିଲାନି। ତାଙ୍କ ଆଖିରେ ଅହଙ୍କାର ଆଉ ରୀନାର ସାହସ ସଫା ସଫା ଝଲକୁଥିଲା। ଗାଁ ଲୋକ ଧୀରେ ଧୀରେ ସମସ୍ତେ ଚାଲିଗଲେ। କିନ୍ତୁ ସାବିତ୍ରୀ ଦେବୀଙ୍କ ମନ ଭିତରୁ ଭାଙ୍ଗି ଯାଇଥିଲା। ସେ ସେହିଦିନ ରାତିରେ ଭଗବାନଙ୍କୁ ପ୍ରାର୍ଥନା କଲେ, ହେ ପ୍ରଭୁ, ଯଦି ମୋ ଭାଗ୍ୟରେ ଦୁଃଖ ଲେଖା ହେଇଛି ତାହେଲେ ମୋତେ ଏ ଦୁନିଆରୁ ନେଇଯାଅ। କିନ୍ତୁ ମୋ ପେଟରୁ ଜନ୍ମ ନେଇଥିବା ପୁଅର ହୃଦୟ ଏତେ କଠୋର କେମିତି ହୋଇଗଲା? ସକାଳ ହଉ ହଉ ସାବିତ୍ରୀ ଦେବୀଙ୍କ ଦେହ ଆହୁରି ଖରାପ ହୋଇଗଲା। ତାଙ୍କ ନିଶ୍ୱାସ ସେ ନେଇ ପାରୁନଥିଲେ, ଆଉ ଗଳାରୁ ଯେମିତି ଶୁଖିଲା ପରି ଆବାଜ ଆସୁଥିଲା। ସେ ପୁଣି ଥରେ ପୁଅକୁ ଡାକ ପକାଇଲେ, ଅମିତ ପୁଅ, ଅମିତ। ସେଇଠି ଛିଡ଼ା ହୋଇଥିଲେ, କିନ୍ତୁ ବୋହୂ ଇସାରାରେ ତାଙ୍କ କଥା ନ ଶୁଣିବା ପାଇଁ କହିଲେ। ଆଉ ଅମିତ ତାଙ୍କ ସ୍ତ୍ରୀର କଥା ମାନିକି ସେଇଆ କଲେ। ସାବିତ୍ରୀ ଦେବୀଙ୍କ ଆଖି ଲୁହରେ ଭିଜି ଯାଇଥାଏ। ସେ ଭାବୁଥିଲେ, ଯୋଉ ପୁଅ ପାଇଁ ମୁଁ ଭୋକରେ ରହିଲି, ନିଦ ହଜେଇଥିଲି, ଆଜି ସେଇ ପୁଅ ମୋ ଶେଷ ନିଶ୍ୱାସର ମୂଲ୍ୟ ବୁଝୁନି। ସକାଳର ଖରା ଝରକା ବାଟ ଦେଇ ହାଲକା ଘର ଭିତରେ ପଡ଼ିଥାଏ। କିନ୍ତୁ ସାବିତ୍ରୀ ଦେବୀଙ୍କ ଜୀବନରେ ପୁରା ଅନ୍ଧାର ଘେରି ଯାଇଥାଏ। ତାଙ୍କ ଶରୀର ଦୁର୍ବଳ ହୋଇଯାଇଥାଏ। ଆଖିରେ ଠିକ୍ ସେ ଦେଖାଯାଉନଥାଏ। ରାତିର କାଶ ଆଉ ଶରୀରର ଜ୍ୱର ତାଙ୍କୁ ପୁରା ଭାଙ୍ଗି ଦେଇଥାଏ। କିନ୍ତୁ କାହାକୁ କିଛି ବି ଫରକ ପଡ଼ୁନଥାଏ। ଘରର ପରିସ୍ଥିତି ପ୍ରଥମ ପରି ଥାଏ। ଅମିତ ତାଙ୍କ ଅଫିସ୍ ଯିବା ପାଇଁ ବ୍ୟସ୍ତ, ଆଉ ରୀନା ମୋବାଇଲରେ ଅନଲାଇନ୍ ସପିଂରେ ଏକଦମ ବୁଡ଼ି ଯାଇଥାନ୍ତି। କାହାକୁ ମାର ଅବସ୍ଥା ଦେଖିବା ପାଇଁ ସମୟ ନାହିଁ। ଏହି ସମୟରେ ଗାଁର ଜଣେ ଯୁବକ କ୍ଷୀର ନେଇକି ଦବାକୁ ଆସିଲେ।
ସେ ସାବିତ୍ରୀ ଦେବୀଙ୍କୁ ଦେଖିକି ଚମକି ପଡ଼ିଲେ। ମାଉସୀ, ତୁମ ଦେହ ତ ବହୁତ ଖରାପ ଜଣାପଡ଼ୁଛି। କ'ଣ ଔଷଧ ଖାଇଛ? ସାବିତ୍ରୀ ଥରୁଥିବା ଓଠରେ କହିଲେ। ପୁଅ, ଔଷଧ ତ କେଉଁ ଦିନରୁ ସରିଯାଇଛି। ଔଷଧ ଆଣିବା ପାଇଁ କେହି ନାହାନ୍ତି। ଏକଥା ଶୁଣିକି ରାହୁଲର ହୃଦୟ ଥରିଗଲା। ସେ ସିଧା ଅମିତକୁ କହିଲେ, ଭାଇ, ତୁମକୁ ଲାଜ ଲାଗୁନି? ମା ଏମିତି ଅବସ୍ଥାରେ ଅଛନ୍ତି, ତୁମେ ଔଷଧ ବି ଆଣି ଦେଉନ? ଅମିତ ରାଗିକି କହିଲେ, ତୁ ଆମ ମଝିରେ ପଡ଼ ନା ରାହୁଲ। ଏ ମୋ ଘର, ମୋ ମା, ମୋତେ ଜଣାଅଛି ମୁଁ କେମିତି ସମ୍ଭାଳିବି। ରୀନା ବି ଦେଖେଇକି କହିଲେ, ତୁମକୁ କ'ଣ କହିବି ରାହୁଲ? ଗାଁର ଲୋକ ଏବେ ଘରର କଥା ନେଇ ରାସ୍ତାରେ ପକେଇଲେଣି। ରାହୁଲ ରାଗିକି କହିଲେ, ଘରର କଥା? ଯେତେବେଳେ ମା କଷ୍ଟରେ ପଡ଼ିଛନ୍ତି ସେତେବେଳେ ପୁଅ କିଛି ଶୁଣୁନି। ସେତେବେଳେ ଘର କଥା ଘରେ ରହିନଥାଏ। ଏ ସମାଜ ପାଇଁ ଗୋଟେ ଲଜ୍ଜାର ସରମ ହୋଇଯାଇଥାଏ। ରାହୁଲଙ୍କ କଥା ପାଖ ପଡ଼ୋଶୀ ଘରକୁ ଶୁଭୁଥାଏ। ଗାଁର ଲୋକମାନେ ଧୀରେ ଧୀରେ ସମସ୍ତେ ଆସି ସାବିତ୍ରୀଙ୍କ ଘରେ ଏକାଠି ହୋଇଗଲେ। ସମସ୍ତେ ଗୋଟେ ସ୍ୱରରେ କହିଲେ, ଯଦି ପୁଅ ନ କରିବ ତାହେଲେ ଆମେ କରିବୁ। ରାହୁଲ ସାଙ୍ଗେ ସାଙ୍ଗେ ଡକ୍ଟର ପାଖକୁ ଗଲେ, ଆଉ କିଛି ଔଷଧ ନେଇକି ଆସିଲେ। ସାବିତ୍ରୀ ଦେବୀଙ୍କ ପାଖରେ ବସିଲେ। ବସିକି ପାଣି ଔଷଧ ଖାଇବାକୁ ଦେଲେ। ସାବିତ୍ରୀ ଦେବୀଙ୍କ ଆଖିରେ ଲୁହ ଛଳଛଳ ହୋଇଗଲା। ସେ ରାହୁଲଙ୍କ ହାତ ଧରି ପକାଇଲେ, ଆଉ ଧୀରେ ଧୀରେ କହିଲେ, ପୁଅ, ଭଗବାନ ତୋତେ ସବୁବେଳେ ଖୁସିରେ ରଖନ୍ତି। ତୁ ମୋ ଇଚ୍ଛା ପୂରା କରିଦେଲୁ। ତାଙ୍କ ଆଖିରେ ସେହି ମମତା ଥିଲା ଯାହା ସେ ଅମିତଙ୍କ ପାଇଁ ରଖିଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ଏହିକି ଯେ ଏ ମମତାକୁ ପୁଅ ଗୋଇଠା ମାରି ଦେଇଛି। ଡକ୍ଟରକୁ ଡାକିବା ପାଇଁ ଗାଁର ଲୋକମାନେ କହିଲେ, କିନ୍ତୁ ରୀନା ପୁଣି ମଝିରେ ଅଟକେଇକି କହିଲେ, ଆମ ଘର, ଆମକୁ ଜଣାଅଛି କେତେବେଳେ କ'ଣ କରିବୁ। ଡକ୍ଟରକୁ ଡାକିବୁ କି ନାହିଁ? ତମେମାନେ ଅଧିକ ଆମ କଥାରେ ଦଖଲ ଦିଅନି। ଲୋକମାନେ ଚୁପ୍ ହୋଇଗଲେ। କିନ୍ତୁ ରାହୁଲର ମନରେ ଏ ଭାବନା ଆସିସାରିଥିଲା। ତାଙ୍କୁ ଲାଗୁଥିଲା ମା ଭଳି ସ୍ତ୍ରୀକୁ ଏଇଭଳି ଅବସ୍ଥାରେ ଏକ କେବଳ ପୁଅମାନଙ୍କର ଦୋଷ ନୁହେଁ, ସମାଜର ବି ହାର। ରାତି ଅଧିକ ହେବାକୁ ଲାଗିଲା। ସାବିତ୍ରୀ ଦେବୀଙ୍କ ନିଶ୍ୱାସ ନେବାରେ ପୁଣି ଅସୁବିଧା ଆରମ୍ଭ ହୋଇଗଲା। ସେ ବାର ବାର ଅମିତକୁ ଡାକୁଥାନ୍ତି, ପୁଅ, ପାଣି ଟିକେ ମୋତେ ଆଣିଦେ, ପୁଅ, ଟିକେ ମୋ ପାଖରେ ବସ। କିନ୍ତୁ ଅମିତ ସବୁ କଥାକୁ ନ ଶୁଣିଲା ପରି କରୁଥିଲେ। ରୀନା କାନରେ ଧୀରେ ଧୀରେ କହୁଥିଲେ, ହେ, ଜମା ଯାଅନି। ୟାଙ୍କର ତ ଏ ସବୁଦିନର ନାଟକ। ଅମିତ ମୁଣ୍ଡ ତଳକୁ କରିଦେଉଥିଲେ। ସେହିଦିନ ରାତିରେ ସାବିତ୍ରୀ ବିଛଣାରେ ଶୋଇ ଶୋଇ ଭାବୁଥାନ୍ତି, ଏଥିପାଇଁ ବୋଧେ ମୋ ପୁଅ ମୋ କଥା ଶୁଣୁନି। ମୁଁ ତା ପାଇଁ ଗୋଟେ ବୋଝ ହୋଇସାରିଲିଣି। ଠିକ୍ ସେତିକି ବେଳେ କବାଟ ପାଖରେ ଧୀରେ ଧୀରେ ଆବାଜ ଶୁଭିଲା। ରାହୁଲ ଆସିଛନ୍ତି। ହାତରେ ଗରମ ଗୋଟେ ଗ୍ଲାସ କ୍ଷୀର ଆଉ ଗୋଟେ ଫଳ ନେଇକି ସେ ଆସ୍ତେକି କହିଲେ, ମାଉସୀ, ଅଳ୍ପ କ୍ଷୀର ପିଇଦିଅ, ବଳ ଆସିବ। ସାବିତ୍ରୀ ଦେବୀଙ୍କ ଓଠରେ ପ୍ରଥମ ଥର ପାଇଁ ତାଙ୍କ ମୁହଁରେ ହାଲକା ହସ ଆସିଲା। ସେ ଥରୁଥିବା ହାତରେ କ୍ଷୀର ଗ୍ଲାସ ଧରିଲେ ଆଉ କହିଲେ, ତୁ ଜାଣିନୁ ପୁଅ, ତୁ ଆଜି ପୁଣି ମୋର ବୟସ ବଢ଼େଇ ଦେଲୁ। ରାହୁଲ ଚୁପଚାପ ତାଙ୍କର ସେବା କରୁଥାନ୍ତି। ଆଉ ଆରପଟ ରୁମ୍ରେ ଅମିତ ରୀନା ଶାନ୍ତି ନିଦରେ ଶୋଇଥାନ୍ତି। ବିନା ଚିନ୍ତା କରିକି ମା'ର ଏବେ ସବୁ ନିଶ୍ୱାସ ଭଗବାନଙ୍କ ଇସାରାରେ ଚାଲିଛି। ତା ପରଦିନ ସକାଳ ସୂର୍ଯ୍ୟ କିରଣ ସାବିତ୍ରୀ ଦେବୀଙ୍କ ଝରକାରେ ପଡ଼ିଥାଏ। କିନ୍ତୁ ଏବେ ବି ସାବିତ୍ରୀ ଦେବୀଙ୍କ ଆଖିରେ ଅଧା ଖୋଲା ଥାଏ। ରାତିସାରା ସେ ଶାନ୍ତିରେ ଶୋଇପାରି ନାହାନ୍ତି। ଜ୍ୱର, କାଶ ତାଙ୍କୁ ଦୁର୍ବଳ କରିଦେଇଥାଏ। ନିଶ୍ୱାସ ଯେମିତି ଗୋଟେ ବଡ଼ ବୋଝ ହୋଇସାରିଥାଏ। ରାହୁଲ ପୁଣି ସକାଳୁ ସକାଳୁ ଫଳ ଔଷଧ ନେଇକି ଆସିଲେ। ସେ ଯେମିତି କବାଟ ପାଖରେ କବାଟ ଟକ୍ ଟକ୍ କରି ଡାକିଲେ। ରୀନା ରାଗିଗଲେ, ତମର ଏଠିକୁ ସବୁଦିନ ଆସିବାରେ ଆଦତ ହୋଇଗଲାଣି। ଏ ଆମ ଘର ନା ଧର୍ମଶାଳା? ରାହୁଲ ସରଳତାରେ କହିଲେ, ଭାଉଜ, ତୁମେ ଯଦି ତୁମର ଦାୟିତ୍ୱ ଠିକ୍ସେ ନେଇଥାନ୍ତ ତେବେ ମୋତେ ଏଠିକୁ ରୋଜ ରୋଜ ଆସିବା ଦରକାର ପଡ଼ିନଥାନ୍ତା। କିନ୍ତୁ ଯଦି ପୁଅ ମା'ର ଲୁହ ଦେଖିପାରୁନି ତାହେଲେ କେହି ନା କେହି ମଣିଷ ପଣିଆ ତ ଦେଖେଇବେ ନା। ରୀନା ଏକଦମ ରାଗିଗଲେ। ସେ ସାଙ୍ଗେ ସାଙ୍ଗେ ଅମିତକୁ ଡାକିଲେ, ଏ ଶୁଣୁଛ, ଏ ପୁଅ ଆମକୁ ଗାଁ ଲୋକଙ୍କ ସାମ୍ନାରେ ବେଜିତ୍ କରିବ। କିଛି କୁହ ୟାଙ୍କୁ। ଅମିତ ବାହାରକୁ ଆସିଲେ ଆଉ ରାଗିକି ରାହୁଲକୁ କହିଲେ, ରାହୁଲ, ତୁ ତ ସୀମାରେ ରହ। ଇଏ ମୋ ମା, ମୁଁ ଜାଣିଛି ମୋ ମା'କୁ କେମିତି ଦେଖିବି।
ରାହୁଲ ଅମିତଙ୍କ ଆଖିକୁ ସିଧା ଅନେଇକି କହିଲେ, ଦେଖିବ ନା ମାରିବା ପାଇଁ ଛାଡ଼ିଦେବ? ଅମିତ ଟିକେ ଲାଜ କର, ମାଆର ନିଶ୍ୱାସ କମଜୋର ହୋଇଗଲାଣି। ଆଉ ତୁମେ ତୁମ ସ୍ତ୍ରୀ କଥାରେ ପଡ଼ି ମାଆଙ୍କୁ ଅନଉନ? ଏକଥା ଶୁଣିକି ଗାଁର ଲୋକମାନେ ବି ଦୌଡ଼ି ଆସିଲେ। ସମସ୍ତଙ୍କ ସାମ୍ନାରେ ଅମିତର ଚୁପ୍ ରହିବା ସବୁ ପ୍ରମାଣ କରିଦେଉଥିଲା। ଏପଟେ ସାବିତ୍ରୀ ଦେବୀ ବିଛଣାରେ ପଡ଼ି ଥରୁଥାନ୍ତି। ତାଙ୍କ ଆଖି ବାର ବାର କବାଟ ଆଡ଼କୁ ଦେଖୁଥାନ୍ତି। ଏବେ ବୋଧେ ପୁଅ ଆସିବ, ଏବେ ବୋଧେ ପୁଅ ପାଖରେ ବସିବ। କିନ୍ତୁ ସବୁଥରକ ନିରାଶା ହେଉଥିଲେ। ଏମିତି ଗୋଟେ ମୁହୂର୍ତ୍ତ ଆସିଲା, ତାଙ୍କ ନିଶ୍ୱାସ ଜୋର ଜୋରରେ ବଢ଼ିବାକୁ ଲାଗିଲା। ସୁଶୀଳା ଦୌଡ଼ିକି ଆସିଲେ। ଆସିକି ଚିଲେଇଲେ, ଆରେ କେହି ଆମ୍ବୁଲାନ୍ସକୁ ଡାକ, ଭାଉଜଙ୍କ ଦେହ ବହୁତ ଖରାପ ହୋଇଗଲାଣି। ରାହୁଲ ସାଙ୍ଗେ ସାଙ୍ଗେ ମୋବାଇଲ ନେଇକି ଦୌଡ଼ିଲେ। କିନ୍ତୁ ଅମିତ ଅଟକାଇବାକୁ ବହୁତ ଚେଷ୍ଟା କଲେ। ରହ ରାହୁଲ, ରାହୁଲ ଏଠି କିଛି ଏବେ ତାମାସା କରନା। ରାହୁଲ ଜୋରରେ ଚିଲେଇଲେ, ତାମାସା? ତୁମେ କରୁଛ ଅମିତ, ମୁଁ ନୁହେଁ। ଏ ମା ତୁମର। ଯଦି ମଣିଷ ପଣିଆ ଏବେ ବି ବଞ୍ଚିଛି ତ ତୁମ ପାଖରେ ଏବେ ସାଙ୍ଗେ ସାଙ୍ଗେ ହସ୍ପିଟାଲକୁ ନେଇକି ଯାଅ। ଗାଁ ଲୋକମାନେ ବି ମତ ହଁ ହଁରେ ଦେଲେ। ହଁ, ଏବେ ନେଇକି ଯାଅ, ଆଉ ଡେରି କରନା। ଇଚ୍ଛା ନଥିଲେ ମଧ୍ୟ ଅମିତ ଆମ୍ବୁଲାନ୍ସକୁ ଡାକିଲେ। ଯେତେବେଳେ ଆମ୍ବୁଲାନ୍ସ ଆସିଲା ସେତେବେଳକୁ ସାବିତ୍ରୀ ଦେବୀଙ୍କ ଦେହ ଆହୁରି ଖରାପ ହୋଇଗଲାଣି। ତାଙ୍କ ଆଖିରେ ଲୁହ ଥିଲା, ତଣ୍ଟି ଶୁଖି ଯାଇଥିଲା। ସେ ତାଙ୍କ ପୁଅ ଆଡ଼କୁ ଦେଖିଲେ ଆଉ ଥରୁଥିବା ଆବାଜରେ କହିଲେ, ପୁଅ, ଗୋଟେ ଥର ମୋ ହାତକୁ ଧରି ପକା। କିନ୍ତୁ ରୀନା ଇସାରା କରି ଅମିତକୁ ଅଟକାଇ ଦେଲେ। ଆଉ ଅମିତ ସବୁଥରକ ଭଳି ସେଥର ବି ସେଇଆ କଲେ, ନ ଶୁଣିଲା ପରି କରିଦେଲେ। ଦୃଶ୍ୟକୁ ଦେଖିକି ସମସ୍ତେ କାନ୍ଦି ପକାଇଲେ। ରାହୁଲ ନଇଁ ଯାଇ ସାବିତ୍ରୀ ଦେବୀଙ୍କ ହାତକୁ ଧରିଲେ ଆଉ କହିଲେ, ମାଉସୀ ଚିନ୍ତା କରନି, ମୁଁ ଅଛି ନା, ତୁମେ ଏକା ନୁହେଁ। ସାବିତ୍ରୀ ଦେବୀଙ୍କ ଆଖିରୁ ଲୁହ ଗଡ଼ି ଯାଉଥାଏ। ତାଙ୍କ ମନରେ ଥିବା ସ୍ନେହର ଜାଗାରେ ପୁଅ ବଦଳରେ ରାହୁଲ ବସି ଯାଇଥାନ୍ତି। ଯେମିତି ଭଗବାନ ତାଙ୍କ କୋଳକୁ ନୂଆ ପୁଅ ନେଇକି ଆସିଛନ୍ତି। ଆମ୍ବୁଲାନ୍ସର ସାଇରେନ୍ ଆବାଜ ସାଥିରେ ସାବିତ୍ରୀ ଦେବୀଙ୍କୁ ହସ୍ପିଟାଲ ନେଇଗଲେ। ରାସ୍ତା ସାରା ତାଙ୍କ ହାତ ରାହୁଲ ଧରିଥାନ୍ତି। ଆଉ ଅମିତ ରୀନା ଗୋଟେ କଣକୁ ବସିଥାନ୍ତି, ଯେମିତି ଏସବୁ ତାଙ୍କ ପାଇଁ ଗୋଟେ ବଡ଼ ବୋଝ। ହସ୍ପିଟାଲରେ ପହଞ୍ଚିବା ମାତ୍ରେ ଡକ୍ଟର ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଦେଲେ। ପରୀକ୍ଷା ପରେ ଡକ୍ଟର କହିଲେ, ୟାଙ୍କର ଚିକିତ୍ସା ଠିକ୍ ସମୟରେ ଯଦି ହୋଇଥାନ୍ତା ତେବେ ଏବେ ତାଙ୍କର ଅବସ୍ଥା ଏତେ ଖରାପ ହୋଇନଥାନ୍ତା। ଏବେ ଦେହ ବହୁତ ଖରାପ, ଆମକୁ ପୁରା ଚେଷ୍ଟା କରିବାକୁ ପଡ଼ିବ। ଡକ୍ଟରଙ୍କ ଏ କଥା ଶୁଣିକି ରାହୁଲର ଦେହ ଶୀତେଇଗଲା। ସେ ସାଙ୍ଗେ ସାଙ୍ଗେ ଚିକିତ୍ସାର ଫର୍ମ ଫିଲ୍ଅପ୍ କରିଦେଲେ। ପଛରେ ଅମିତ ଛିଡ଼ା ହୋଇ ଫର୍ମ ଫିଲ୍ଅପ୍ କରିବେ କି ନାହିଁ ହଁ ନାଁରେ ଚିନ୍ତା କରୁଥିଲେ। ନିଜ ପୁଅ ହୋଇ ଯେମିତି ଏବେ ତାଙ୍କୁ ତାଙ୍କ ମା ଉପରେ ପଇସା ଖର୍ଚ୍ଚ କରିବାକୁ ବହୁତ କଷ୍ଟ ହେଉଛି। ଗାଁର ଲୋକମାନେ ବାହାରେ ଛିଡ଼ା ହୋଇ ସବୁ ଦେଖୁଥାନ୍ତି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କ'ଣ ରକ୍ତର ସମ୍ପର୍କ ଏତେ ପଥର ହୋଇଥାଏ? ହସ୍ପିଟାଲର ଆଇସିୟୁରେ ମେସିନ୍ର ଆବାଜ ଶୁଭୁଥାଏ। ସବୁ ନିଶ୍ୱାସରେ ସାବିତ୍ରୀ ଦେବୀଙ୍କୁ ଲାଗୁଥାଏ ଏବେ ଯେମିତି ନିଶ୍ୱାସ ବନ୍ଦ ହୋଇଯିବ। ଡକ୍ଟର ନର୍ସ ତାଙ୍କ ସେବାରେ ଲାଗିଥାନ୍ତି। କିନ୍ତୁ ଅସଲି ମଲମ ତ ତାଙ୍କ ପୁଅର ହାତରେ ଥାଏ, ଯାହାକୁ ଧରିବା ପାଇଁ ସାବିତ୍ରୀ ଦେବୀ ମନରେ ତରସୁଥିଲେ। ଆଇସିୟୁର ବାହାରେ ଅମିତ ରୀନା ବସିଥାନ୍ତି। ଅମିତ ମୁହଁରେ ଚିନ୍ତା କମ୍, ବିରକ୍ତି ଅଧିକ ଥାଏ। ସେ ନିଜେ ନିଜେ ଗପୁଥାନ୍ତି, ଜଣା ନାହିଁ କେତେ ପଇସା ଖର୍ଚ୍ଚ ହେବ ମୋର, ମୋ ଭାଗ୍ୟ ହିଁ ଖରାପ। ରୀନା ଗୋଟେ ବଡ଼ ନିଶ୍ୱାସ ନେଇ କହିଲେ, ମୁଁ ତ କେବେଠାରୁ କହୁଛି ମାଆଙ୍କୁ ଆମ ଘର ଗାଁକୁ ପଠାଇ ଦିଅ। ଏଠି ଆମ ପାଖରେ ଗୋଟେ ବଡ଼ ବୋଝ। ରାହୁଲ ଏକଥା ଶୁଣିଦେଲେ। ତାଙ୍କର ଏକଥା ଶୁଣିକି ରକ୍ତ ଗରମ ହୋଇଗଲା। ସେ ସିଧା ଅମିତ ସାମ୍ନାରେ ଛିଡ଼ା ହୋଇ କହିଲେ, ତୁମକୁ ଜଣାଅଛି ତୁମ ମା ଆଇସିୟୁରେ ମରଣ ସହିତ ଲଢ଼ୁଛନ୍ତି ବୋଲି? ଆଉ ତୁମେ ଦୁଇଜଣ ଏଠି ପଇସା ପତ୍ରର ହିସାବ କରୁଛ? ତୁମକୁ ମଣିଷ କହିବାକୁ ବି ମୋତେ ଲାଜ ଲାଗୁଛି। ଅମିତ ଚୁପ୍ ହୋଇଗଲେ, କିନ୍ତୁ ମନରେ କିଛି ବି ପଶ୍ଚାତାପ ନଥିଲା। କିଛି ସମୟ ପରେ ଡକ୍ଟର ବାହାରକୁ ଆସିଲେ। ସେ ମନ ଦୁଃଖରେ କହିଲେ, ପେସେଣ୍ଟର ଦେହ ବହୁତ ଖରାପ, ମାନସିକ ଚାପ ତାଙ୍କୁ ପଡ଼ିଛି। ଯଦି ପରିବାରର ଲୋକମାନେ ପାଖରେ ରହିବେ, ତାଙ୍କୁ ସାହସ ଦେବେ, ତାହେଲେ ଏ ଆଉ କିଛି ଦିନ ବଞ୍ଚିପାରିବେ।
ଏ କଥା ଶୁଣିବା ମାତ୍ରେ ରାହୁଲ ସାଙ୍ଗେ ସାଙ୍ଗେ ଆଇସିୟୁକୁ ଦୌଡ଼ିଗଲେ। ସେ ସାବିତ୍ରୀ ଦେବୀଙ୍କ ପାଖରେ ଯାଇ ବସିଲେ। ତାଙ୍କ ହାତ ଧରିକି କହିଲେ, ମାଉସୀ ସାହସ ରଖ, ତୁମେ ଏକା ନୁହେଁ, ମୁଁ ଅଛି ତୁମ ସାଙ୍ଗରେ। ସାବିତ୍ରୀ ଦେବୀଙ୍କ ଆଖି ବନ୍ଦ ଥିଲା। ଧୀରେ ଧୀରେ ଆଖି ଖୋଲିକି ରାହୁଲକୁ ଦେଖିଲେ। ତାଙ୍କ ଆଖିରେ ଲୁହ ଥିଲା, କିନ୍ତୁ ତା ସହିତ ମୁରୁକା ହସ ବି ଥିଲା। ସେ ଛାତି ଦମ୍ଭ କରି କହିଲେ, ରାହୁଲ ତୁମେ ମୋ ପୁଅର କର୍ତ୍ତବ୍ୟ କଲ, ତୁମେ ହିଁ ମୋର ଅସଲି ସାହାରା। ତାଙ୍କୁ ଏ କଥା ଶୁଣିକି ରାହୁଲଙ୍କ ଆଖିରେ ଲୁହ ଆସିଗଲା। ସେ ସେଇଠି ତାଙ୍କ ପାଦ ତଳେ ବସିଗଲେ। ସେଇଠି ଆଇସିୟୁର ବାହାରେ ଛିଡ଼ା ହୋଇ କବାଟର କାଚରେ ଅମିତ ସବୁକିଛି ଦେଖୁଥିଲେ। ପ୍ରଥମ ଥର ପାଇଁ ତାଙ୍କ ହୃଦୟରେ ମାଙ୍କ ପାଇଁ ମୋହ ଆସିଗଲା। ତାଙ୍କୁ ମନେ ପଡ଼ିଲା କେମିତି ମା ଛୋଟବେଳେ ତାଙ୍କୁ ରାତି ସାରା ଚାହିଁକି ପାଠ ପଢ଼ାଉଥିଲେ, ଭୋକରେ ରହି ତାଙ୍କୁ ଖୁଆଉଥିଲେ, ଥଣ୍ଡାରେ ତାଙ୍କ ସ୍ୱେଟର କାଢ଼ିକି ପୁଅକୁ ପିନ୍ଧାଇ ଦେଉଥିଲେ। ଆଜି ସେହି ମା ଶେଷ ନିଶ୍ୱାସରେ, ଆଉ ସେ ମୁହଁ ବୁଲେଇକି ଛିଡ଼ା ହୋଇଛନ୍ତି। ତାଙ୍କ ଆଖିରୁ ଲୁହ ବୋହିଗଲା। ସେ ଦୌଡ଼ିକି ଆଇସିୟୁ ଭିତରକୁ ଆସିଲେ, ଆଉ ମାଙ୍କ ଗୋଡ଼ ଧରି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ। ମା ମୋତେ କ୍ଷମା କରିଦିଅ, ମୁଁ ତୁମ ବୋହୂ କଥାରେ ପଡ଼ିକି ତୁମକୁ ବହୁତ କଷ୍ଟ ଦେଇଛି। ମା ଗୋଟେ ଥର ଆଖି ଖୋଲ, ମୁଁ ସେଇ ଅମିତ, ତୁମ ପୁଅ। କିନ୍ତୁ ଏବେ ସାବିତ୍ରୀ ଦେବୀ ବହୁତ ଦୁର୍ବଳ ହୋଇଯାଇଥିଲେ। ତାଙ୍କ ଆଖିରେ ଲୁହ ଆସିଗଲା। ସେ ପୁଅର ମୁଣ୍ଡରେ ହାତ ରଖିଲେ, କିନ୍ତୁ ପାଟିରେ କିଛି କହିପାରିଲେନି। କିଛି ସମୟ ପରେ ମିନିଟ୍ର ବିପ୍ ସିଧା ହୋଇଗଲା। ଡକ୍ଟର ଦୌଡ଼ିକି ଆସିଲେ। ଯାହା ବି ଟ୍ରିଟମେଣ୍ଟ ଦେବା କଥା ଦେଲେ, କିନ୍ତୁ ବଞ୍ଚିବାର ବନ୍ଧ ଏବେ ଭାଙ୍ଗି ଯାଇଥିଲା। ସାବିତ୍ରୀ ଦେବୀଙ୍କ ନିଶ୍ୱାସ ବନ୍ଦ ହୋଇଗଲା। ରୁମ୍ରେ ଦୁଃଖର ସାୟା ଘେରିଗଲା। ରାହୁଲ ତାଙ୍କ ପାଦ ତଳେ ବସିଗଲେ, ଆଉ ହାତ ଯୋଡ଼ିକି କହିଲେ, ମାଉସୀ ତୁମର ଏ ସ୍ନେହ ମମତା ମୋତେ ଅନାଥ ରହିବାକୁ ଦେଲାନି। ମୁଁ କଥା ଦେଉଛି ତୁମ ସ୍ମୃତିରେ ମଣିଷ ପଣିଆକୁ ସବୁଦିନ ପାଇଁ ରଖିବି। ଅମିତ ସେଇଠି ତଳେ ବସିକି ପଶ୍ଚାତାପ ଲୁହରେ ଆଖି ଶୁଖୁନଥାଏ। କିନ୍ତୁ ଏବେ ବହୁତ ଡେରି ହୋଇଯାଇଥିଲା। ମା ଯିଏ ଜୀବନ ଭରି ତାଙ୍କର ଅଭାବ ପୂରଣ କଲା, ଆଜି ତାଙ୍କ ଅଭାବରେ ଏ ଦୁନିଆ ଛାଡ଼ିକି ଚାଲିଗଲା। ଗାଁ ଲୋକମାନେ ସମସ୍ତେ ଦେଖୁଥିଲେ। କେହି ଜଣେ କହିଲେ, ଯେଉଁ ପୁଅ ତା ମା ଆଖିର ଲୁହ ନ ଦେଖିଲା, ଭଗବାନ ବି ତାକୁ ସେହିପରି ଦେଖିବେ। ରୀନା ଚୁପ୍ ଥିଲେ। ତାଙ୍କ ଆଖିରେ ବି ଡର ଆଉ ଲାଜର ମିଶାମିଶି ଭାବନା ଥିଲା। ସେ ବୁଝି ସାରିଥିଲେ, ଯେଉଁଦିନ ମଣିଷ ତା ବାପା ମାଙ୍କ ଇଜ୍ଜତ ହଜେଇ ଦେଇଥାଏ, ସେହିଦିନ ତାର ସବୁକିଛି ହଜିଯାଇଥାଏ। ଶେଷ ମାତ୍ରାରେ ସାବିତ୍ରୀ ଦେବୀଙ୍କ ରାହୁଲ କାନ୍ଧ ଦେଲେ। ଅମିତ ତାଙ୍କର ପ୍ରତ୍ୟେକ ପାଦରେ ପଶ୍ଚାତାପର ଅଗ୍ନିରେ ଜଳୁଥାନ୍ତି। ତାଙ୍କ ଆଖିରୁ ଲୁହ ବୋହୁଥାଏ। କାଶ ମୁଁ ମାଙ୍କ ପାଇଁ ଔଷଧ ଆଣି ଦେଇଥାନ୍ତି। କାଶ ଗୋଟେ ଥର ମୁଁ ତାଙ୍କ ହାତ ଧରିଥାନ୍ତି। ମଣିଷ ତାଙ୍କ ବାପା ମାଙ୍କ ବିନା ଅଧୁରା। ଯଦି ପୁଅ ସ୍ତ୍ରୀ କଥାରେ ପଡ଼ି ବାପା ମାଙ୍କୁ ନ ଅନେଇଲା, ଜାଣିବ ପୁଅ ତାର ମଣିଷ ପଣିଆକୁ ହରେଇ ଦେଇଛି। ପଇସା, ମାନ ସମ୍ମାନ, ଘର, ଗାଡ଼ି ସବୁକିଛି ମୂଲ୍ୟହୀନ ଯଦି ବାପା ମାଙ୍କ ଆଶୀର୍ବାଦ ସାଥିରେ ନାହିଁ। ଯଦି କାହାଣୀଟି ଆପଣଙ୍କୁ ଭଲ ଲାଗିଥାଏ, ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ରହିଲି, ଜୟ ଜଗନ୍ନାଥ।